ভাবুছি আরে এই ঝগড়া করুছি যদি ମୋ କ୍ଷେତ୍ରରେ ଠାକୁର କାହାର ସ୍ୱାମୀ ହେଇଥାନ୍ତେ ତାହେଲେ ସେ କ'ଣ କରିଥାନ୍ତେ? ସ୍ତ୍ରୀଟା ଭାବୁଛି ମୋ କ୍ଷେତ୍ରରେ ଠାକୁର ଯଦି କାହାର ସ୍ତ୍ରୀ ହେଇଥାନ୍ତେ ତାହେଲେ ସିଏ କ'ଣ କରିଥାନ୍ତେ? ମୁଁ ଏ କ'ଣ କରୁଛି? ଏଇ ହେଉଛି ଠାକୁରତ୍ୱ ଭାବନା। ପ୍ରତି କାର୍ଯ୍ୟ ଭିତରେ ଯେମିତି ମୋର ଠାକୁର ପ୍ରତିଫଳିତ ହୁଅନ୍ତୁ ଏ ଠାକୁର ଆଶା କରିଛନ୍ତି ଆମମାନଙ୍କ ପାଖରୁ। ସେଇଥିପାଇଁ ଏ ଦିବ୍ୟ ସତ୍ସଙ୍ଗର ଆୟୋଜନ। ଆପଣମାନେ ସମସ୍ତେ ଜାଣନ୍ତି ଆମେ ଯେଉଁ ଦଶାହ କର୍ମ ହେଲା 10 ଦିନ ଧରି କର୍ମ ହେଲା। ଦିନେ ଭକ୍ତ ଗରୁଡ଼ ପୁରାଣର କଥା, ଦିନେ ଭକ୍ତ ଗରୁଡ଼ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଏଇ ଯେ ଗୋଟେ ଆତ୍ମା ପ୍ରାଣ ପକ୍ଷୀ ଦେହ ଛାଡ଼ି ଚାଲିଗଲା ପରେ ସେ କୋଉଠିକି ଯାଏ, କେମିତି କ'ଣ ସେ ପୁଣି ଦେହ ଧାରଣ କରେ, କେମିତି ସେ ମୁକ୍ତି ପାଏ, ସେ ଯୋଉଠିକି ଯାଏ ସେଠି ଖାଏ କ'ଣ, କେମିତି ରହେ, ଏସବୁ ବାବଦରେ ଯେତେବେଳେ ପ୍ରଶ୍ନ କରିଛନ୍ତି ଭଗବାନ ବିଷ୍ଣୁ କହୁଛନ୍ତି ଗରୁଡ଼ ତୁମେ ଗୋଟେ ବହୁ ଗୂଢ଼ ରହସ୍ୟମୟ ପ୍ରଶ୍ନ ତୁମେ ଉପସ୍ଥାପନା କରିଛ। ଏଇ ଯେ 10 ଦିନ ଧରି ଯେତେବେଳେ ପିଣ୍ଡରୁ ପ୍ରାଣଟା ଛାଡ଼ି ଚାଲିଯାଏ ସେ ତା ଶରୀର ସିନା ଅଲଗା ହେଇଯାଏ, ଠାକୁର ଯୋଉ କହୁଛନ୍ତି ଆତ୍ମା ଯିବା ସମୟରେ ହୁଏତ ଏକ ବିକଟାଳ ଢଙ୍ଗ 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 ଶବ୍ଦ ହୁଏ ଏବଂ ସେଇ ଶବ୍ଦକୁ ସହ୍ୟ କରି ନପାରି ଡିଟାଚ୍ ହେଇଯାଏ, ଡିଟାଚ୍ ହେଇଯାଏ ଶରୀରରୁ ଆତ୍ମାଟା ଡିଟାଚ୍ ହେଇଯାଏ, ଅନ୍ଧକାରମୟ ପୁରା ଦେଖାଯାଏ। ଯଦି ନାମମୟ ଆମେ ସଚେତନ ଥାଉ ତାହେଲେ ସେ ଅନ୍ଧକାରମୟ ପଥକୁ ଅତିକ୍ରମ କରି ଉଜ୍ଜ୍ୱଳ ଆଲୋକର ସନ୍ଧାନ ପାଉ। ଆଉ ଯଦି ଆମେ ନାମମୟ ହେଇ ନଥାଉ ସେଇ ଅନ୍ଧକାରରେ ବିଲୀନ ହେଇଯାଉ, କୋଉଠି ପଡ଼ିବୁ ତାର ଠିକ ଠିକଣା ନାହିଁ। ତେଣୁ ସେଦିନ ଭଗବାନ ବିଷ୍ଣୁ କହୁଛନ୍ତି ଗରୁଡ଼ ଏ ଯେତେବେଳେ ଆତ୍ମାଟା ଦେହ ଛାଡ଼ିକିରି ଯାଏ ସେତେବେଳେ ସେ ଦେହରୁ ସିନା ଅଲଗା ହେଇଯାଏ ହେଲେ ସେ ଛାଡ଼ି ଯିବାକୁ ଚାହେଁ ନା। ସେ ନିର୍ନିମେଷ ନୟନରେ ସେ ଶରୀରଟାକୁ ଚାହିଁ ରହିଥାଏ ଏବଂ ବାରମ୍ବାର ପ୍ରବେଶ କରିବାକୁ ଇଚ୍ଛା କରୁଥାଏ, ହେଲେ ସେ ଆଉ ପ୍ରବେଶ କରିପାରେ ନା। ଆଉ ଯେତେବେଳେ ଦେଖେ ତାର ଆତ୍ମୀୟ ସ୍ୱଜନ ମାନେ ତାର ସ୍ତ୍ରୀ ପୁତ୍ର ପୁତ୍ରବଧୂ ଛାତି ଫଟେଇ ବିକଳ ହେଇକିରି କାନ୍ଦୁଛନ୍ତି ସେତେବେଳେ ସିଏ ତାର ଯୋଉ ଅବସ୍ଥାରେ ଥାଏ, କି ଅବସ୍ଥାରେ ଥାଏ ଗରୁଡ଼ ପଚାରିବାରୁ କହୁଛନ୍ତି ତାର ବାୟବୀୟ ଶରୀର, ବାୟବୀୟ ଶରୀର ଏକ୍ଟୋପ୍ଲାଜମିକ ବଡି ବା ଲିଙ୍ଗ ଶରୀର ବା ଭାବ ଦେହ ଯାହାକୁ କହନ୍ତି ଯେ ମନୁଷ୍ୟ ଠାକୁର କହୁଛନ୍ତି ବୃଦ୍ଧ ଅଙ୍ଗୁଳି ପରିମିତ ଅବସ୍ଥାରେ ସେ ଥାଏ। এইভাবে অবস্থায় সে বায়বীয় শরীরে থাকে। তেমন সে দেখুছি মো স্ত্রী কান্দুছি, মো পুଅ কান্দুছি, চিৎকার করি সে যেতবে চিৎকার করি কান্দুচ্ছেন ইয়ে মধ্যে চিৎকার করুছি, আরে তুমি মানে কাহিকি কান্দুছ, তুমি মানে এমনি কাহিকি বাড়ি পিটি হউছ, মু কুয়াড়ে যাইনি রে, মু এইটি অছি, মু তুম মানুষ দেখি পারুছি, চিৎকার করি সে মধ্যে কহুছি তুমি মানে কাহিকি কান্দুছ, মু তুমକୁ ছাড়ি যাইনি, মু এটি অছি অছি অছি, হেলে তার ডাক কেହି শুনি পারନ୍ତି ନାହିଁ কারণ সে অশরীরী ହେଇଯାଇଛି। ସେ ଏକ୍ଟୋପ୍ଲାଜମିକ ବଡି ବାୟବୀୟ ଶରୀର ତାର ସେ ଆଉ ମାନେ ସଶରୀରରେ ନାହିଁ, ତା କଥା କେହି ଶୁଣି ପାରୁନାହାନ୍ତି। এইভাবে ভাবে যেତେବେଳେ ଶ୍ମଶାନକୁ ନିଆଯାଏ ଅଗ୍ନିରେ ଦାହ କରାଯାଏ ସେତେବେଳେ ସେ ମାନେ ଦେହ ସିନା ଜଳିଯାଏ କିନ୍ତୁ ଆପଣମାନେ ସମସ୍ତେ ବିଜ୍ଞାନୀ ଲୋକ ଜାଣିଥିବେ ଏକ୍ଟୋପ୍ଲାଜମିକ ବଡିକୁ ଦାହ କରିବା ପାଇଁ ଅଗ୍ନିର ତାକତ ନାହିଁ, ଅଗ୍ନି ତାକୁ ଦାହ କରିପାରେ ନା। ସିଏ କ'ଣ କରେ ନା ଶରୀରଟା ପୋଡ଼ିଗଲା ବେଳେ ଅଗ୍ନିକୁ ଯେତେବେଳେ ଦେଖେ ସେ ଭୟରେ ପଳେଇ ଆସେ। ସେ ଏକ୍ଟୋପ୍ଲାଜମିକ ବଡିଟା କୋଉଠିକି ଆସେ ନା ସେ ଯୋଉ ଘର ଖଣ୍ଡକ କରିଛି ସେ ଘରର ଚାଳରେ ବା ତାର ଯୋଉ ଛାତ, ସେ ଘରର ଛାତରେ ସେ ଛାତ ଯୋଉ କାନିସର ଛାତ କୋଣରେ ସେ ଅବସ୍ଥାନ କରେ କିମ୍ବା ଦରଜା ଦୁଆରମ୍ବରେ ସେ ଅପେକ୍ଷା କରେ, ସେ କିମ୍ବା ଚୌଛକି ପାଖରେ ସେ ଅପେକ୍ଷା କରିଥାଏ ଏବଂ ତାର ପୁତ୍ର କନ୍ୟା ନାତି ନାତୁଣୀ ବା ବନ୍ଧୁ ବାନ୍ଧବ ଆତ୍ମୀୟ କ'ଣ କରୁଛନ୍ତି ତାକୁ ଦେଖିବା ପାଇଁ ବ୍ୟାକୁଳ ହୁଏ। এইভাবে ଭାବରେ 10 ଦିନ ଧରିକି ସେ ଅପେକ୍ଷା କରି ରହେ, ମୋ ପିଲାମାନେ ସେ କ'ଣ କରୁছে 10 ଦିନ ପର୍ଯ୍ୟନ୍ତ ସେ ଯାଇପାରେ ନା। ଆଉ ଛଟପଟ ହୁଏ ଯେତେବେଳେ ତାର ମାନେ ଦାହ କାର୍ଯ୍ୟ ସରିଯାଏ ସେ ଭାବେ ଯେ ମୋର ଆଉ ବୋଧେ ଶରୀରରେ ପ୍ରବେଶ କରିବାର ଅଧିକାର ନାହିଁ। ତେଣୁ ସେତେବେଳେ ସେ କ୍ଷୁଧା ତୃଷ୍ଣାରେ ବ୍ୟାକୁଳ ହୁଏ, ଛଟପଟ ହୁଏ ଏବଂ ତାର ପୁଅ ହାତକୁ ଚାହିଁ ରହିଥାଏ ଯେ ଆମ ବ୍ରାହ୍ମଣ ଘର ମାନଙ୍କରେ ସବୁ 10 ଦିନ ସଜକ୍ରିୟା ହୁଏ, ପ୍ରତ୍ୟେକ ଦିନ ପିଣ୍ଡ ଦାନ କରାଯାଏ। ତେଣୁ ପ୍ରଥମ ଦିନ ପିଣ୍ଡ ଯେତେବେଳେ ଦିଆଯାଏ ସେତେବେଳେ ତାର ସେ ଯୋଉ ଏକ୍ଟୋପ୍ଲାଜମିକ ବଡିଟା ସିଏ ତ ଯାଇପାରୁନି, ପ୍ରେତପୁରୀକୁ ସେ ଯାଇପାରୁନି। ପ୍ରେତପୁରୀକୁ ଗଲେ ସେଠି ତାର ଗୋଟେ ସେଠି ମାନେ ଗୋଟେ ସଫରିଂ ବଡି ଯାତନା ଦେହ ତାର ତିଆରି ହୁଏ ଏବଂ ସେଇ ଯାତନା ଦେହଟାକୁ ନେଇକିରି ସେ ଯିବ ପିତୃଲୋକକୁ, ପ୍ରେତପୁରୀ ମାନେ ପିତୃଲୋକକୁ ଯିବ। ତେଣୁ ପିତୃଲୋକକୁ ଯିବା ପାଇଁ 10 ଦିନ ତାକୁ ସମୟ ଲାଗୁଛି। ସେ ପିଣ୍ଡ ପ୍ରଥମ ଦିନ ପିଣ୍ଡରେ ତାର ସେ ବାୟବୀୟ ଶରୀରରେ ତାର ମସ୍ତିଷ୍କ ତାର ମୁଣ୍ଡ ତିଆରି ହୁଏ, ପ୍ରଥମ ଦିନ ପିଣ୍ଡରେ ମୁଣ୍ଡ ତିଆରି ହୁଏ,
द्वितीय दिन पिंड जो दि जाए तार कांध तैयारी हुए तृतीय दिन पिंड तार माने बुकु बा हृदय हृदय तैयारी हुए आउ चतुर्थ दिन पिंड तार माने नाभि नाभि प्रस्तुत हुए तैयारी हुए से वायव्य शरीर भितर आउ पंचम दिन पिंड तार कमर माने अंटा जो कमरटा तैयारी हुए षष्ठ दिन पिंड तार माने यौनांग सृष्टि हुए एवं तार सप्तम दिन पिंड से तार जानू तैयारी हुए अष्टम दिन पिंड तार माने पिठी हाँ द्वितीय दिन पिठीटा तैयारी हुए तो नवम दिन पिंड तार आंठू ठारू जानू पाद पर्यंत प्रस्तुत हुए यही 9 दिन चली जाए दशम दिन पिंड कौन हुए ना से एक्टोप्लाज्मिक बॉडी रे तार रक्त मांस क्षुधा तृष्णा यही भाव तार जागृत हुए जितेबले 11 दिन पिला माने शांति स्वस्थ ब्राह्मण पुरोहित को डाकी शांति स्वस्थ तर्पण करती सेतेबेले से अपेक्षा कर रही है 10 दिन धरिकी केमी मो पुओ टे पानी दब से आम सब कौन करूँ बापा मरीगला सका उठिले आम निजे अन्न जल ग्रहण करने पूर्व आग टे बापा जो शव खंडे रखिथबा बापा पाखे पानी टे दऊ पानी दांत काठी नहीं दऊ मो बापा सका उठिले चा खाती चा टे नहीं दऊ कारण बापा से दुआर मुहर दरजा पाखे अपेक्षा करिछि छात कण अपेक्षा करिछि जेतेबेले 10 दिन पूरी जाए सेतेबेले से चिंता करे तार क्षुधा तृष्णा उद्रेक हुए शांति स्वस्थ गो आउ जो आम वृषोत्सर्ग आदि कर्म करा जाए तार रक्त संचालन तार क्षुधा तृष्णा सेतेबेले तार बढ़ी जाए तेणु सी दुर्बल हो जाए से बढ़ी गले तार से बडीर ताकत न था से दर्चड़ हवाई तेणु से कौन करे ना प्रेत लोक को जीवाई गोटे शरीर पाए पितृलोक को प्राप्त हुए जो दिन चतुर्दशा हुए नाम संकीर्तन हुए पुरुष गुरु पुरुषोत्तम आवाहन हुए से दिन से नाम श्रवण कर चिंता करे ये तो बोधु हे मो तो चरम धाम को जीवार समय हो गला मु चली जी आउ एठी रहिबार अधिकार मोर नाही समस्त को से भूली जाए सी तार गंतव्य पथ धरी निए से ये आमर हिंदू संस्कृति रे परंपरा भितर 10 दिन धरी आम मैंने शोकार्त दिवस पालन करूँ एवं अति निष्ठार सहित जदि जो पुत्र ये निष्ठार सहित एभली कार्य करे से ही पुत्र ही सौभाग्यवान जे मो बापा केमिति प्रेतत्व जंत्रणा भोग न करती प्रेतपुरी जो खाइबा नहीं आलुओ नहीं पानी माने पानी नहीं पवन नहीं ये जंत्रणा जमी मो बापा कष्ट न पाते से ये सब क्रियाकर्मर आयोजन करा तेणु ठाकुर दया करमको आम ये शरीर चिंता करवा एवं किभली भाव में नाम ध्यान फराण हो पाखक जावा थे ठाकुर को देवता प्रश्न कर ठाकुर आपन शास्त्र में कहुई पूत नामक नरक रक्षा करे पुत्र कहुए ना कि पूत नामक नरक रक्षा कले पुंग नाम नरकटा त्राय पुत्र तेरे मोर मन हो पूत नामक नरकटा कौन ये नरकटा कोथाए ये भूत नामक नरकटा कौटी अच्छे नरकटा कौन ये देखते के बोलते पारे से ठाकुर गंभीर कहते देवीदा आमार जा मन हो तथाकथित शब्दर अर्थटा पुत्र पक्ष प्रयोज्य नय यार भीतर आर किछु गुण रहस्य आछे एक तो खुदे देखुन ना सब देवीदा थी सब डिक्शनारी खोज खोजी खोजी सब देखुं पुम नाम नरक त्राय पुत नामक नरक 84 नरक अच्छी पुत नामक नरक पुतिगंधमय नरक से रक्षा करे देवीदा कहते केमिति केमिति से रक्षा करे पुओ केमिति से पिता माने रक्षा करे यानी शास्त्र में कहुच्छी अपना कलाकर्म मान मरण काल जे भाव छेड़े शरीर जाए जीवन निज अपना कलाकर्म मान बेलू हो बसा बधान आगे करा कर्म जत प्रसव करे फल धाये जानी जीवे पिछु दियो बोला बल ठाकुर भाणी देकर कह आगे कर्म गुड़ाक जीव पछे पछे धाए तेणु से अनुसार जीव तेणु एणे कहुच्छी कर्म फल जीव तेणे कहते पुओ पानी देले पिंड पानी पाइब जी कर्म फल अनुसार जब भोग कर पिंड पानी केमती पाइब बरं यात्रा कले पिता माता प्रति श्रद्धा भाव तार बढ़ी पारे किंतु से पाइब केमिति से ठाकुर कहते देवीदा भालो कर देखुन जाकि समस्त डिक्शनारी खेले 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 किसी पाऊना शेष माने मनियर विलियम्स इंग्रेज राइटर जड़े तांकर डिक्शनारी आनिक खोजी 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 ठाकुर कहते ठाकुर यही जे एक कथा
লেখা আছে ওইটা হতে পারে। কি আছে বল না বল না। না, এই যে পুত্র শব্দটা পুষ ধাতু থেকে এসেছে। পুষ ধাতু, পুষ ধাতুর অর্থ হଉଛି পোষণ ଆଉ ଧାରଣ। পোষণ ଆଉ ଧାରଣ ଅର୍ଥାତ ପିତା ମାତାଙ୍କର କୃଷ୍ଟି ଏବଂ ଐତିହ୍ୟକୁ ଜାବୁଡ଼ି ଧରି ଯିଏ ପୋଷଣ ଦେଇ ଚାଲେ ଅର୍ଥାତ ବର୍ଦ୍ଧନାର ଦିଗରେ ଆଗେଇ ନେଇ ଚାଲେ ତାହାକୁ ହିଁ ପୁତ୍ର ବୋଲି କୁହାଯାଏ। ସେଇଥିପାଇଁ ପୁତ୍ର ପୁଅକୁ ପୁତ୍ର ନାମ ଦିଆଯାଇଛି। ଯଦି ତୁମେ ପିତୃକୃଷ୍ଟିକୁ ପିତା ପିତାମହଙ୍କର ପ୍ରପିତାମହଙ୍କର ଐତିହ୍ୟକୁ ପରମ୍ପରାକୁ ଧରି ରଖି ନ ପାରିଲ ତାହେଲେ ତୁମେ ସୁଯୋଗ୍ୟ ଦାୟାଦ ହୋଇପାରିବ ନାହିଁ। ଠାକୁରଟି ଉଲ୍ଲସିତ ହେଇକି କହୁଛନ୍ତି ବାଃ ଚମତ୍କାର, ବାଃ ଚମତ୍କାର। ସେଇଥିପାଇଁ ତ କୁହାଯାଏ ନା যে শিষ্যরা গুরুগত প্রাণ, গুরুকে নিয়ে সব কিছু ভুলে যায়, গুরুগত প্রাণ, ইষ্টনিষ্ঠ প্রাণ, তাকেই বলা যায় কি বলা যায় কি না না এই অঙ্ক ওই গুরুর মানস পুত্র বলি কুহাযাଏ। যে গুরুগত প্রাণ ହେଇକି ଚାଲେ। ତେଣୁ ଯେ ପିତୃଗତ ପ୍ରାଣ ହେଇକି ଚାଲେ ସିଏ କୁହାଯାଏ ଯେ ଇଏ ହଉଛନ୍ତି ଶିବାଜୀ ଭାଇଙ୍କ ପୁଅ, ଇଏ ହଉଛନ୍ତି ଶଙ୍କର, ଇଏ ହଉଛନ୍ତି ଅଗୁରୁର ଯେ ପିତୃଗତ ପ୍ରାଣ ହେଇକି পিতা ধর্ম পিতা স্বর্গ পিতাই তপের নন্দনা পিতৃপ্রীতি চারি আনে সব দেবতার বন্দনা পিতাই যেন স্বর্গ তোমার সপ্তাধুরতি পিতাই যে সব তপের ওই গোড়া পিতা সার্থকতা তার মাঝে। ঠাকুর দয়া করিকি আসি আমাকে কହୁଛନ୍ତି পিতা ধর্ম পিতা স্বর্গ। ধর্ম কিছু যদি থাকে তাহলে মোর বাপা, যদি স্বর্গ বলি কিছু থাকে তাহলে মোর বাপা। তেণু সবু কিছু মোর বাপা এবং মা। তেণু এই পিতা মাতাଙ୍କ ଉପରେ ଠାକୁର ଗୁରୁତ୍ୱ ଦେଇଛନ୍ତି। ଯଦି ଆମର এই ଶଙ୍କର ଭାଇ ତାଙ୍କ ପରିବାର ବର୍ଗ ନାତି ନାତୁଣୀ ଯେମିତି ଆମର ଶିବାଜ ଭାଇ ଜଣେ ଅମଳିନ ବ୍ୟକ୍ତି ଥିଲେ, ଜଣେ ଭକ୍ତ ପ୍ରାଣ ଥିଲେ, ଯିଏକି ମାତ୍ର ମୁଁ ପଚାରି ବୁଝୁଥିଲି 2 ଦିନ ମାତ୍ର ସେ କଷ୍ଟ ଭୋଗିଛନ୍ତି। ତାଙ୍କ ହଠାତ୍ ୟୁରିନ୍ ଇନଫେକ୍ସନ ହେଲା, ଜ୍ୱର ହେଇଗଲା, କମିଲାନି। 2 ଦିନ ଭିତରେ ସେ ଦେହ ରକ୍ଷା କରିଛନ୍ତି। ଏହାଠାରୁ ବଳି ସୁଖ ମୃତ୍ୟୁ ଆଉ କ'ଣ ଥାଇପାରେ କୁହନ୍ତୁ? ଆମେ କହିପାରିବା ଆମେ କେଇ ଦିନ ମାସ ବର୍ଷ ଧରି କାହିଁ ରୋଗ ଶଯ୍ୟାରେ ନ ପଡ଼ିବା? ଦେହରୁ ହାଡ଼ ଖଣ୍ଡ ମାନେ ମାଂସ ଖଣ୍ଡ କାହିଁ ନ ହେବ? କାହିଁକି ଆମ ଦେହରେ ଅଶ୍ରାଂଶରେ ଘା ହେଇକି ଆମେ ରକ୍ତାକ୍ତ ପୁତି ଗନ୍ଧମୟ ଯନ୍ତ୍ରଣା କାହିଁ ଭୋଗ ନ କରିବା? ତେଣୁ ସେ ମାତ୍ର 2 ଦିନ ମାତ୍ର କଷ୍ଟ ପାଇଛନ୍ତି। ତାଙ୍କ ପୁଅ କହିକି ମୋତେ କାନ୍ଦି ପକାଇଲେ, କହିଲେ ମାତ୍ର କିଛି ନଥିଲା, ମାତ୍ର 2ଟା ଦିନରେ ବାପାଙ୍କ ବା ଏଠି ସୁଖ ମୃତ୍ୟୁ। ସେ କାହାକୁ ଅପେକ୍ଷା କରିନାହାନ୍ତି, ପୁଅକୁ ଅପେକ୍ଷା କରିନାହାନ୍ତି, ବୋଉକୁ ଅପେକ୍ଷା କରିନାହାନ୍ତି, କି ନାତି ନାତୁଣୀଙ୍କୁ ଅପେକ୍ଷା କରିନାହାନ୍ତି। ନିଜ କର୍ମ ନିଜେ ସମ୍ପୂର୍ଣ୍ଣ କରି ପରମ ପିତାଙ୍କର ଚରଣରେ ସ୍ଥାନ ପାଇଛନ୍ତି। ସେଦିନ ଶ୍ରୀ ଠାକୁର ସେଇ ଭକ୍ତମାନଙ୍କ ଭିତରେ କହୁଛନ୍ତି ଆରେ ଯୋଉମାନେ ନାମ ହେଇ ଜୀବନ ଯାପନ ମୁଁ ଅନେକ ଶୁଣିଛି ଯେ ଯୋଉମାନେ ନାମ କରି କରି ଯାଆନ୍ତି, ନାମ ଶୁଣି ଅନେକ ମାନେ ସଚ୍ଚା ସତ୍ସଙ୍ଗୀ ଅଛନ୍ତି। ଦେଖନ୍ତୁ ଅନେକ ଭଲ ସତ୍ସଙ୍ଗୀ ଅଛନ୍ତି ଯୋଉମାନେ କି ନାମ କରି କରି ନାମ ଶୁଣି ଶୁଣି ଦେହ ତ୍ୟାଗ କରନ୍ତି। ମନେ ପଡୁଛି ସେଦିନ ସୋମବାର ହେଇଥାଏ ପଞ୍ଚଦଶ ଦିବସ ପଞ୍ଚଦଶତମ মানে ওয়ার্কর কনফরেন্স 15তম কর্মী সম্মিলনী। সেই 15তম কর্মী সম্মিলনীକୁ বহু ভক্তମାନେ ସବୁ ଆସୁଛନ୍ତି ଏବଂ ସେଥି ଭିତରେ ଆସିଛି ଗୋଟେ 15-16 ବର୍ଷର ମାନେ କାଳିଆ ମୁଜୁମୁଜ ଲଣ୍ଡିତ ମସ୍ତକ ଯୁବକ। ସେ ଆସି ଶ୍ରୀ ଠାକୁରଙ୍କୁ ପ୍ରଣାମ କରୁଛି। ଠାକୁରଙ୍କୁ ପ୍ରଣାମ କଲେ ଠାକୁର ପଚାରୁଛନ୍ତି କିରେ তুই কাহিঁকি এমনি লন্ডা হয়েছু কাহিঁকি? না ঠাকুর আমার বাবা চলে গেলে। না তোমার বাবা চলে গেল? না হ্যাঁ মানে কি হয়েছিল? না একটু জ্বর হয়েছিল, একটু কাশি হয়েছিল, একটু ঠান্ডা হয়েছিল, ওই রকম। আরে তুমি চিকিৎসা করেছিস না নাকি? না ঠাকুর অনেক প্রকার চিকিৎসা করেছি, তবে বাবাকে বাড়িতে রাখতে পারলাম না। না ও না ঠাকুর বাবা মৃত্যুটা অভাবনীয় ପରିବେଶ ସୃଷ୍ଟି କରିଥିଲା। ଆଉ ଆପଣ ସେଠାକୁ ଯାଇଥିଲେ ମୋର ବାପାଙ୍କୁ ଆଣିବା ପାଇଁ। ଆପଣ ସବୁ ଜାଣି ମୋତେ ବାର ପ୍ରଶ୍ନ କରୁଛନ୍ତି ତୋ ବାପାଙ୍କର କ'ଣ ହେଇଥିଲା, କେମିତି ମଲା, ଇତ୍ୟାଦି ଇତ୍ୟାଦି କଥା। ନା ଦୂର ସାଲା ଡାକାତ କିଏର ବଳିছিলি? ନା ହଁ ଠାକୁର ସେଦିନ ସକାଳ ସମୟରୁ ବାପା ମୋତେ ପାଖକୁ ଡାକିଲେ, କହିଲେ ଦେଖେ ପୁଅ ମୋର ଡାକରା ଆସିଯାଇଛି, ପରମ ପିତାଙ୍କ ଦରବାରରୁ ମୋର ଡାକ ଆସିଯାଇଛି। ଆଜି ମୋତେ ଯିବାକୁ ପଡ଼ିବ, ସ୍ୱଧାମକୁ ଯିବାକୁ ପଡ଼ିବ। ତୁ ଗୋଟେ କାମ କରିବୁ, ତୁ କନ୍ଦା କଟା କରିବୁ ନାହିଁ,
ମୋ ଶଯ୍ୟା ଧାରରେ ବସି ଅନବରତ ନିରବଚ୍ଛିନ୍ନ ଭାବରେ ନାମ କରି ଚାଲିବୁ। ଆଉ ତୋର ସାଙ୍ଗ ଗୁରୁ ଭାଇ ଜଣେ ଦି ଜଣଙ୍କୁ ଡାକି ମୋ ଶଯ୍ୟା ଧାରରେ ବସି ନାମ କରିବୁ। ମୁଁ ଯେମିତି ନାମ ଶୁଣି ଶୁଣି ଯାଏ। ଆଉ ଗୋଟେ କାମ କର, ଠାକୁରଙ୍କର ଏଇ ଯୋଉ ଛବିଟା ମତେ ଦେଖାଯାଉନି ରେ, ମୋ ସାମ୍ନାରେ ଆଣିକିରି ରଖ। ଏ ଆଲୋଚନା ପ୍ରସଙ୍ଗ ତୃତୀୟ ଖଣ୍ଡର କଥା, ମୋ ସାମ୍ନାରେ ଆଣିକିରି ରଖ ଛବିଟା। ଠାକୁରଙ୍କ ଛବିଟା ସେ ଆଣି ସାମ୍ନାରେ ରଖିଛି ପୁଅ ତାର, ଏବଂ ବସିକିରି ଶଯ୍ୟା ଧାରରେ ନାମ କରୁଛି। ସାଙ୍ଗମାନଙ୍କୁ ଲୋକେ ଉଚ୍ଚ ସ୍ୱରରେ ନାମ କରୁଛି, ନାମ ଶୁଣି ଶୁଣି ଚାଲିଛି। ଏବଂ ପୁଅ କହୁଛି, ପୁଅରେ ମୁଁ ତତେ କିଛି ଦେଇଗଲିନି ଜୀବନରେ, ତୋ ପାଇଁ କିଛି ରଖିଯାଇନି ରେ। ଏକମାତ୍ର ମୋ ଜୀବନର ସର୍ବଶ୍ରେଷ୍ଠ ସମ୍ପଦ ହଉଛନ୍ତି ମୋର ପ୍ରାଣର ଠାକୁର। ତାଙ୍କୁ ନେଇ ମୁଁ ସାରା ଜୀବନ ମସ୍କୁଲ ହେଇକି ରହିଛି। ସେଇ ପ୍ରିୟ ପରମ ଧନକୁ, ସେଇ ଜୀବନର ସମସ୍ତ ସମ୍ପଦକୁ ମୁଁ ତୋ ପାଖରେ ଅଜାଡ଼ି ଦଉଛି। ତୁ ଯେମିତି ନିତ୍ୟ ଯାଜନ ଇଷ୍ଟବୃତ୍ତି ପରାୟଣ ହେଇକି ଚାଲୁ। ଠାକୁରଙ୍କୁ ଭୁଲିବୁନି ରେ। ଠାକୁରଙ୍କୁ ସଦାସର୍ବଦା ହୃଦୟ ସିଂହାସନରେ ବସେଇବୁ। ଦେଖିବୁ ଠାକୁରଙ୍କୁ ଧରି ଚାଲିଲେ ଜୀବନଟା କେତେ ବାଜିମାତ ହୁଏ, କେତେ ଉପଭୋଗ୍ୟ ହୋଇ ଉଠେ। ଏଠାରୁ ବଳି ବଡ ସମ୍ପଦ ଏ ଦୁନିଆରେ କିଛି ନାହିଁ ରେ ବାପା, କିଛି ନାହିଁ। ଏଇ କଥା କହି କହି ଠାକୁରଙ୍କୁ ଚାହିଁଛନ୍ତି। ତା ଆଖିରୁ ତାଙ୍କର ଆନନ୍ଦାଶ୍ରୁ ବହି ଯାଉଛି। ହସ ହସ ମୁଖମଣ୍ଡଳ, ରୋଗ ଯନ୍ତ୍ରଣାର ଚିହ୍ନ ନାହିଁ। কৌচন্দি দেখ দেখ পরম দয়াল এসেছেন, সোনার রথ নিয়ে আমাকে নিতে এসেছেন। দেখ খোকা ঠাকুর আমায় কত অপরূপ সুন্দর, এমনি সুন্দর রূপ নিয়ে সোনার রথ নিয়ে আমাকে নিতে এসেছেন। হে দয়াল, পরম দয়াল, পরম দয়াল, দয়াল দয়াল করে চিৎকার করে প্রণাম করুଛନ୍ତି। এবং বাপাଙ୍କର ଶେଷ ନିଶ୍ୱାସ ସେଠି ମାନେ ଶେଷ ନିଶ୍ୱାସ ହେଇଯାଇଛି। ଆଉ ତାପରେ ଆମେ କନ୍ଦା କରିଥିଲେ, ବାପା ମନା କରିଥିଲେ କେହି କନ୍ଦା କଟା କରିବନି। ଯଥାରୀତି ଭାବରେ ଆମେ ତାଙ୍କର ଶବ ସଂସ୍କାର କଲୁ। ଆଉ ମୋ ବାପା କଥା ଯେତେବେଳେ ମନେ ପଡ଼ିଯାଏ, ଠାକୁର ମତେ ଭାରି କାନ୍ଦ ମାଡ଼େ। ଏଭଳି ମୃତ୍ୟୁରେ ମୋ ବାପା ଭାରି କଷ୍ଟ ଲାଗେ ମତେ। କିନ୍ତୁ ମନେ ପଡ଼ିଯାଏ ଆପଣ ଯାଇଥିଲେ, ସୁନାର ରଥ ନେଇ ଯାଇଥିଲେ, ମୋ ବାପାଙ୍କୁ ସୁନାର ରଥରେ ବସେଇ ଆଣିଛନ୍ତି। ମୁଁ ଅନୁଭବ କରେ ମୋ ବାପା ଆପଣଙ୍କ ପାଖରେ ଅଛନ୍ତି, ଆପଣଙ୍କ ଚରଣ ତଳେ ଅଛନ୍ତି। ଏଇ କଥାଟା ହିଁ ମୁଁ ଯେତେବେଳେ ଆପଣଙ୍କ ଚିତ୍ରପଟକୁ ଚାହିଁ ପ୍ରଣାମ କରେ, ପ୍ରାର୍ଥନା କରେ, ନିବେଦନ କରେ, ତ୍ୱମେବ ମାତା চ পিতা, ত্বমেব বন্ধুশ্চ সখা, ত্বমেব বিদ্যা দ্রবিড়ং, ত্বমেব সর্বং, ତୁମେ ମୋର ମା, ତୁମେ ମୋର ବାପା, ମୋର ମା ବାପା ସମସ୍ତଙ୍କୁ ତୁମ ଠାରେ ମୁଁ ଦେଖୁଛି। এইଥିରେ ମୁଁ শান্তি পাই। ঠাকুর বলছেন, বাহ তো বাবার খুব ভালো মৃত্যু হয়েছে রে, ও খুব কম সৎসঙ্গীর জীবনে ওই রকম মৃত্যু আছে। আমি তাই বলি, সবাই যেমন নামময় হয়ে সেই নামী পুরুষଙ୍କ সহিত বিলীন ହୁଅନ୍ତି। ଏହା ହିଁ ମୋର ତୁମମାନଙ୍କ ପାଖରେ ଆକୁଳ ନିବେଦନ। ଆସନ୍ତେ ପୁଣ୍ୟ ଲଗ୍ନରେ ଏଇ ଶଙ୍କର ଭାଇ, ଅଙ୍କୁର ଭାଇ, ତାଙ୍କର ପରିବାର ବର୍ଗ, ଆମେମାନେ ଯୋଉମାନେ ଏଠି ଉପସ୍ଥିତ ଅଛେ, ଏ ଜୀବନ୍ତ ଈଶ୍ୱରଙ୍କୁ ପାଇଛେ, ଜୀବନ୍ତ ଆଚାର୍ଯ୍ୟଙ୍କୁ ପାଇଛେ, ଯେ ସଦା ସର୍ବଦା ଗୁରୁଗତ ପ୍ରାଣ ଠାକୁରମୟ ପ୍ରାଣ ହେଇ ଆମମାନଙ୍କୁ ତତ୍ପଥରେ ପରିଚାଳିତ ହୋଇ ତନ୍ମୟ ହେଇ ଚାଲିବାକୁ ପ୍ରେରଣା ଦେଇ ଯୋଗେଇ ଚାଲିଛନ୍ତି। ଯେଉଁ ପରମ ଦୟାଲ ଆମର ହାତ ଧରି ପ୍ରତି ମୁହୂର୍ତ୍ତରେ ବିପଦ ଆପଦରୁ ରକ୍ଷା କରି କରି ଚାଲିଛନ୍ତି, ତାଙ୍କରି ଶରଣାପନ୍ନ ହବା, ସତ୍ମନ୍ତ୍ରରେ ମନ୍ତ୍ରିତ ହବା ଏବଂ ସେହି ମନ୍ତ୍ରକୁ ଜୀବନର ମୁଖ୍ୟ କରି ଆମେ ଆଗେଇ ଚାଲିବା। ଆମ୍ଭର ମରଣ ଦଶାରେ ତୋ ନାମ ହେବ କି ମନରେ, ଏ ମନ୍ତ୍ର କୃପା ପ୍ରଭୁ କର। ଅଖିଳ ବ୍ରହ୍ମାଣ୍ଡ ଠାକୁର ହେ ଦୁନିଆର ମାଲିକ, ମୋ ଜୀବନରେ ଆଉ କିଛି ଲୋଡ଼ା ନାହିଁ। ତେଣୁ ମତେ ଏତିକି କୃପା କର, ମୁଁ ଯେମିତି ନାମ କରି କରି ଏବଂ ତୁମରି ରୂପ ଧ୍ୟାନ କରି କରି ଯେମିତି ମୋ ଜୀବନ ଯାଏ। ରୂପ ଲାଗି ଆଖି ଝୁରେ, ଗୁଣେ ମନ ଫୁର, ପ୍ରତି ଅଙ୍ଗ ଲାଗି କାନ୍ଦୁ, ପ୍ରତି ଅଙ୍ଗ ମୋର। ଜୟ ଗୁରୁ।